ଜୟ ଜଗନ୍ନାଥ। ଆଜି ହେଉଛି 18 ଅଗଷ୍ଟ ସୋମବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ପ୍ରତ୍ୟେକ ଓଡ଼ିଶାବାସୀ, ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ଭେରି ଇମ୍ପୋର୍ଟାଣ୍ଟ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ହୋଇଛି। ଆପଣମାନେ ଏ ପଏଣ୍ଟ ଗୁଡ଼ାକ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ପ୍ରତ୍ୟେକ କମ୍ପିଟେଟିଭ୍ ଏକ୍ଜାମ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଷ୍ଟାର୍ଟ କରିବା। ଆଜିର ପ୍ରଥମ ଇଭେଣ୍ଟ ବହୁତ ବଡ଼ ଇଭେଣ୍ଟ। ଏନ୍ଡିଏ ଉପରାଷ୍ଟ୍ରପତି ପଦ ପାଇଁ କ୍ୟାଣ୍ଡିଡେଟ୍ ସିପି ରାଧାକ୍ରିଷ୍ଣନଙ୍କ ନାଁକୁ ସୁପାରିଶ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ଉପରାଷ୍ଟ୍ରପତି ନିର୍ବାଚନ 9 ସେପ୍ଟେମ୍ବର 2025ରେ ହେବା ପାଇଁ ଧାର୍ଯ୍ୟ ହୋଇଛି ଏବଂ ନାମାଙ୍କନ ପତ୍ର ଭରିବାର ଶେଷ ତାରିଖ ହେଉଛି ଅଗଷ୍ଟ 22 ତାରିଖ। ସେପ୍ଟେମ୍ବର 9ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ରର ବର୍ତ୍ତମାନର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ଏନ୍ଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଜେପିର କ୍ୟାଣ୍ଡିଡେଟ୍ ହେଉଛନ୍ତି ସିପି ରାଧାକ୍ରିଷ୍ଣନ, ଯିଏକି ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ। ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବେ। ଆଗକୁ ବଢ଼ିବା। ଆଉ ଗୋଟେ ବଡ଼ ନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଭାରତ ଆଉ ବାଂଲାଦେଶ ମଧ୍ୟରେ ଗୋଟିଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା, ଯାହାକି ବର୍ତ୍ତମାନ ପୋଷ୍ଟପୋଣ୍ଡ ହୋଇଛି। ଡିଟେଲରେ ଜାଣିବା। ଭାରତ ଆଉ ବାଂଲାଦେଶ ମଧ୍ୟରେ ଗୋଟିଏ କ୍ରିକେଟ ସିରିଜ ମ୍ୟାଚ୍ ଖେଳାଯିବାର ଥିଲା, ଯେଉଁଥିରେ କି 3ଟି ଓଡିଆଇ, 3ଟି T20 ଇଣ୍ଟରନ୍ୟାସନାଲ ମ୍ୟାଚ୍ 17ରୁ 31 ଅଗଷ୍ଟରେ ଖେଳାଯିବା ପାଇଁ ଯୋଜନା କରାଯାଇଥିଲା, ଯାହାକୁ ବର୍ତ୍ତମାନ ସେପ୍ଟେମ୍ବର 2026କୁ ପୋଷ୍ଟପୋଣ୍ଡ କରିକି ଘୁଞ୍ଚାଇ ଦିଆଯାଇଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଚାଇନାର ବିଦେଶ ମନ୍ତ୍ରୀ ଭାରତ ବୁଲିବାକୁ ଆସୁଛନ୍ତି। ଡିଟେଲରେ ଜାଣିବା। ଚୀନର ବୈଦେଶିକ ମନ୍ତ୍ରୀ ୟଙ୍ଗ ୟି ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଭାରତ ଗସ୍ତ କରି ହିମାଳୟ ସୀମା ବିବାଦ ଉପରେ ଆଲୋଚନା କରିବେ। 2020ରେ ସଂଘର୍ଷ ପରେ ଏହା କେବଳ ଦ୍ୱିତୀୟ ଉଚ୍ଚସ୍ତରୀୟ କୂଟନୈତିକ ଯୋଗଦାନକୁ ଚିହ୍ନିତ କରେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚଳିତ ମାସ ଶେଷରେ ସଂଘାଇରେ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବେ ବୋଲି ଆଶା କରାଯାଉଛି, ଯେଉଁଠାରେ ସେ 7 ବର୍ଷ ପରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଜିଏସଟି ବର୍ତ୍ତମାନ ସରଳୀକୃତ ହେବ। ଡିଟେଲରେ ଜାଣିବା। ସରକାର ବର୍ତ୍ତମାନ ଜିଏସଟିର ସ୍ଲାବ ସିଷ୍ଟମରେ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି। 2ଟି ମୁଖ୍ୟ ସ୍ଲାବ ମାନକ ଏବଂ ଯୋଗ୍ୟତା ସହିତ ସରଳୀକୃତ ଦ୍ରବ୍ୟ ଏବଂ ସେବା କର ଜିଏସଟି ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ସିଷ୍ଟମକୁ ଚେଞ୍ଜ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି। ଏହି ସଂସ୍କାରର ଲକ୍ଷ୍ୟ ହେଉଛି ଯେ 5%, 12%, 18% ଏବଂ 28%ର 4ଟି ସ୍ଲାବକୁ ଚେଞ୍ଜ କରିବା। ଏହି ପ୍ରସ୍ତାବ ସମୀକ୍ଷା ପାଇଁ ଗୋଷ୍ଠୀ ମନ୍ତ୍ରୀ ଜିଓଏମକୁ ପଠାଇଛି। ଏହି ପଦକ୍ଷେପ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରର ଏକ ଅଂଶ, ଯାହାକି ଦୀପାବଳି 2025ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶ ପାଇବ। ଏହି ସଂସ୍କାର ସାଧାରଣ ଲୋକଙ୍କୁ ଟିକସ ଛାଡ଼ କରିବ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସହାୟତା କରିବ ବୋଲି ଆଶା କରାଯାଉଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ଡିଟେଲରେ ଜାଣିବା। ବହୁତ ବଡ଼ କେନ୍ଦ୍ର ସରକାରଙ୍କର ପ୍ରୋଜେକ୍ଟ। 15 ଅଗଷ୍ଟ 2025ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଆରମ୍ଭ କରିଥିଲେ। ଏହି ଯୋଜନାଟି ପ୍ରଥମ ଥର କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବ। ଆନୁଷ୍ଠାନିକ ନିଯୁକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। କର୍ମଚାରୀଙ୍କ PF ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ EPFO ଦ୍ୱାରା ପରିଚାଳିତ ଏହି ଯୋଜନାରେ 99,446 କୋଟି ବଜେଟ୍ ରହିଛି ଏବଂ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଇଣ୍ଡିଆସ୍ ଡେମୋଗ୍ରାଫିକ୍ ମିଶନ। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। 2025 ମସିହାରେ ଭାରତ ଅବୈଧ ଇମିଗ୍ରେସନ ଏବଂ ଏହାର ଜାତୀୟ ସୁରକ୍ଷା ତଥା ସାମାଜିକ ସ୍ଥିରତା ଉପରେ ଏକ ନୂତନ ଅସୁବିଧାର ସମ୍ମୁଖୀନ ହୋଇଛି।
ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଡେମୋଗ୍ରାଫି ମିଶନ ଘୋଷଣା କରିଛନ୍ତି। ଏଇଟା ଗୋଟେ ସରକାରଙ୍କର ବଡ଼ ପଦକ୍ଷେପ, ବିଶେଷ କରିକି ବାଂଲାଦେଶୀ ଆଉ ରୋହିଙ୍ଗ୍ୟା ଯେଉଁ ଅନୁପ୍ରବେଶକାରୀ ଭାରତରେ ଅଛନ୍ତି ତାଙ୍କ ଉପରେ ବଡ଼ ଆକ୍ସନ୍ ହେବ। ସାଙ୍ଗମାନେ, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଏଇଠି ସରିଲା। ଆଉ ଭିଡ଼ିଓ କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଟେଲିଗ୍ରାମର ଲିଙ୍କ ଡେସ୍କ୍ରିପ୍ସନରେ ଅଛି, ଆପଣ ଟେଲିଗ୍ରାମ ସହିତ ଯୋଡ଼ି ହୋଇଯିବେ। ଆପଣଙ୍କୁ ଟେଲିଗ୍ରାମରେ ପ୍ରତିଦିନ PDF ମିଳିଯିବ। ଆଉ ଭିଡ଼ିଓକୁ ଲାଇକ୍ କରିବେ, ସମସ୍ତ ସାଙ୍ଗସାଥୀ ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ ଆଫେୟାର, ୱାର୍ଲଡ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ୍ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।